ଯାଜପୁର ଜିଲ୍ଲା ବ୍ୟାସନଗର ସହର ଅନ୍ତର୍ଗତ କୁସୁନପୁର 6 ନମ୍ବର ୱାର୍ଡ ଗଣ୍ଡାନାଳ ପାଖରେ ଗୋଟେ ଜରିରେ କିଛି ଭର୍ତ୍ତି ହୋଇ ପଡ଼ିଥିବା ଦେଖାଯାଉଛି, ଯାହା ପଚା ଗନ୍ଧ ହେଉଛି। ସାଧାରଣରେ ଚର୍ଚ୍ଚା ହେଉଛି ସେହି ପ୍ୟାକେଟ୍ ଗୋଟେ ମୃତଦେହ ଥିବା ଅନୁମାନ କରାଯାଉଛି। ଜରି ପ୍ୟାକେଟଟି ଖୋଲାଯିବା ପରେ ସଠିକ୍ ତଥ୍ୟ ପଦାକୁ ଆସିବ। ଖବର ପାଇ ଯାଜପୁର ରୋଡ୍ ଆଦର୍ଶ ଥାନାର ଅଧିକାରୀ ଆସି ତଦନ୍ତ ଜାରି ରଖିଛନ୍ତି। କୋରେଇରୁ ଆକାଶ ଦାସଙ୍କ ରିପୋର୍ଟ, ସାରା ଆକାଶ ନ୍ୟୁଜ୍।